ઓમ શ્રી ગણેશાય નમો. અહીંયા শ্রবণ করিবা ভাগবত কথা। সর্বপ্রথমে সেই ভগবান জন্ম বিশ্ব চিন্তামণি শ্রীকৃষ্ণଙ୍କ কমল পাদ পদ্মরে মোর অনন্ত কোটি প্রণাম। ব্রাহ্মণ গুরু মাতৃ শক্তি মা রাম রস পিপাসু কৃষ্ণ প্রেমী ভক্ত মানুষଙ୍କୁ মোর শুভେଚ୍ଛା ସହିତ ମଥା ଲୋଟା ପ୍ରଣାମ। ତେବେ ତା ପୂର୍ବରୁ ଆମେ ସେଇ ପ୍ରଭୁଙ୍କର ଦୁଇ ପଦ ଭଜନକୁ ଆଜ୍ଞା ଶ୍ରବଣ କରିବା। ମନ ଜପରେ ଶ୍ରୀକୃଷ୍ଣଙ୍କ ନାମ ପ୍ରେମେ, ମନ ନାଚରେ ଶ୍ରୀକୃଷ୍ଣଙ୍କ ରସ ପ୍ରେମେ, ମନ ଜପରେ ଶ୍ରୀକୃଷ୍ଣଙ୍କ ନାମ ପ୍ରେମେ। ଗୀତା ଭାଗବତ ରାମ ରସ ପିଆ, ଗୀତା ଭାଗବତ ରାମ ରସ ପିଆ, হৃদয়ে ভক্তি আনন্দে মন জপরে শ্রীকৃষ্ণଙ୍କ নাম প্রেমে, মন নাচরে শ্রীকৃষ্ণଙ୍କ রস প্রেমে, হৃদয়ে ভক্ত আনন্দে, হৃদয়ে ভক্তি আনন্দে মন জপরে শ্রীকৃষ্ণଙ୍କ নাম প্রেমে। ଆଉ ଯେଉଁ ଭାଗବତ ଶ୍ରବଣ କରିଲେ ପାପ ତାପ ହୁଏ ଦୂରା, ଯେଉଁ ଭାଗବତ ଶ୍ରବଣ କରିଲେ ପାପ ତାପ ହୁଏ କ୍ଷୟା, ଯମଦଣ୍ଡ କେବେ ନ ଲାଗଇ ମନ ସଦା ମନେ ରଖିଥାଅ, ମନ ଜପରେ ଶ୍ରୀକୃଷ୍ଣଙ୍କ ନାମ ପ୍ରେମେ, ମନ ନାଚରେ শ্রীকৃষ্ণଙ୍କ রস প্রেমে। ও নাচরে শ্রীকৃষ্ণଙ୍କ নাମ প্রেমে। ନମସ୍ତେ ସମସ୍ତ ବିଦ୍ୱାନ ମଣ୍ଡଳୀ ପଣ୍ଡିତ ମଣ୍ଡଳୀ। ଆଜ୍ଞା ଦିନେ ଘଟଣା ହେଇଛି କ'ଣ, ନାରଦ ମହର୍ଷି ପ୍ରଭୁଙ୍କର ନାମକୁ ଜପ କରି କରି ଆସିକି ପହଞ୍ଚି ଯାଇଛନ୍ତି ଆଜ୍ଞା ହେଉଛି ଭଗବାନ ବ୍ୟାସଙ୍କ ବଦରିକା ଆଶ୍ରମରେ। ଏଠି ଏହା ଦେଖେ ମା ଗଙ୍ଗା ମାତା ବହୁତ ଆନନ୍ଦିତ ହେଲେ। ମହାପୁରୁଷଙ୍କର ଆଜ୍ଞା ମିଳନରୁ ଗଙ୍ଗା ସୃଷ୍ଟି ବନ୍ଦେ ସତ୍ସଙ୍ଗରେ ବସିଲେ ସମସ୍ତ ପଣ୍ଡିତ ମାନେ ଆଧ୍ୟାତ୍ମିକ ମହାପୁରୁଷ ମାନେ ଯେଉଁ ପ୍ରଭୁଙ୍କର କଥାକୁ ଶ୍ରବଣ କରନ୍ତି, ଆଲୋଚନା କରନ୍ତି, କୀର୍ତ୍ତନ କରନ୍ତି, ମା ଗଙ୍ଗା ମାତା ଆଜ୍ଞା ସେଠି ଆସନ୍ତି। ତେଣୁ ଅନେକ ଜୀବଙ୍କର ଉଦ୍ଧାର ହୁଏ। ଆଜି ଗଙ୍ଗା ଶାନ୍ତ ପଡ଼ି ଯାଇଛନ୍ତି, କାରଣ ସେ ଭାବୁଛନ୍ତି ଏ ଦୁଇ ମହାପୁରୁଷଙ୍କ ସତ୍ସଙ୍ଗରେ ବିଘ୍ନ ନ ଘଟୁ। ଏ ମହାପୁରୁଷ କୃଷ୍ଣ କଥା ରଚନା କରିବେ ଓ ଏହି କଥାରୁ ଅନେକ ଜୀବଙ୍କର କଲ୍ୟାଣ ହେବ। ନାରଦ ବ୍ୟାସଙ୍କୁ କୁଶଳ ସମାଚାର ପଚାରିଲେ। ସେ କହିଲେ, ମୁଁ ତ ଆପଣଙ୍କୁ ଅଭିନନ୍ଦନ କରିବାକୁ ଆସିଛି ଭଗବାନ ବ୍ୟାସଜୀ। ମୁଁ ଦେଖୁଛି
आपण ଚିନ୍ତାତୁର ମୋତେ ଲାଗୁଛି ବୋଧେ ଆପଣ କୌଣସି ବିଷୟରେ ଗଭୀର ଭାବରେ ଚିନ୍ତା କରୁଛନ୍ତି। ମୋର ମନେ ହେଉଛି ଆପଣ ଆନନ୍ଦରେ ନାହାନ୍ତି। ବ୍ୟାସ କହିଲେ ଆପଣ ଯାହା କହୁଛନ୍ତି ତାହା ସତ୍ୟ। ମୋର ବୋଧେ କୌଣସି ଭୁଲ ହୋଇଯାଇଛି ଯାହା ପାଇଁ ମୋର ମନ ଆଜି ଅଶାନ୍ତ ହୋଇଯାଇଛି। ମୋର ଭୁଲ ଆପଣ ଦେଖାଇ ଦିଅନ୍ତୁ। ମୋ ଭିତରେ ଥିବା ଅପୂର୍ଣ୍ଣତାକୁ ଆପଣ ବୁଝାଇ ଦିଅନ୍ତୁ। ମୋର ଭୁଲ ଆପଣ ମୋତେ ବତାଇ ଦେଲେ ଆପଣଙ୍କର ବହୁତ ଉପକାର ହେବ। ତେବେ ବ୍ୟାସଙ୍କର ବିବେକ ବୁଦ୍ଧି ଦେଖି ନାରଦଙ୍କୁ ବଡ଼ ଆନନ୍ଦ ଲାଗିଲା। ନାରଦ କହିଲେ ବ୍ୟାସଜୀ ଆପଣ ତ ନାରାୟଣଙ୍କର ଅବତାର। ଆପଣଙ୍କର ବି ଭୁଲ ହୋଇପାରେ। ଆପଣ ଜ୍ଞାନୀ, ଆପଣଙ୍କର କିଛି ଭୁଲ ହୋଇନପାରେ। ଆପଣ ବ୍ରହ୍ମସୂତ୍ର ଭାଷ୍ୟରେ ବେଦାନ୍ତର ଖୁବ୍ ଚର୍ଚ୍ଚା କଲେ। ଆତ୍ମା ଅନାତ୍ମାର ବହୁତ ବିଚାର କଲେ। ଯୋଗସୂତ୍ର ଭାଷ୍ୟରେ ଯୋଗାଇ ବହୁତ ଚର୍ଚ୍ଚା କଲେ। ସମାଧିର ଅଭେଦ ମଧ୍ୟ ବର୍ଣ୍ଣନା କଲେ। ପରନ୍ତୁ ଧର୍ମ ଜ୍ଞାନ ଓ ଯୋଗର ଆଧାର ଶ୍ରୀକୃଷ୍ଣ, ସମସ୍ତଙ୍କର ଆତ୍ମା ଶ୍ରୀକୃଷ୍ଣ, ତାଙ୍କ କଥା ପ୍ରେମପୂର୍ବକ ଆପଣ ବର୍ଣ୍ଣନା କରିନାହାନ୍ତି। ତାପରେ ନାରଦ ମହର୍ଷି କ'ଣ କହୁଛନ୍ତି ତେବେ ଶ୍ରବଣ କରିବା। ଆସନ୍ତୁ। ଜୟ ଶ୍ରୀକୃଷ୍ଣ ଗୋବିନ୍ଦ ହରେ ମୁରାରୀ ହେ ନାଥ ନାରାୟଣ ବାସୁଦେବ। ସେ ପୁରୁଷାର୍ଥ ସାର ଯଜ୍ଞତ ପଶ୍ୟାବେଦ ସାର ଇଷ୍ଟପୁ ଧନ ସଜଦାନ ଆଉ ଯିବିଭା ଏ କୃଷ୍ଣ ନାମ ତାଙ୍କ ଫଳ ଅଟାଏ ତବିନୁ ନିଷ୍ଫଳ ହୁଏ। ଆପଣ ଭଗବାନ ଶ୍ରୀକୃଷ୍ଣଙ୍କର ନିର୍ମଳ ଦାସ ପୂର୍ଣ୍ଣ ରୀତିରେ ପ୍ରେମପୂର୍ବକ ବର୍ଣ୍ଣନା କରିନାହାନ୍ତି। ଯେଉଁଥିରେ ଭଗବାନ ଆଉ ପ୍ରସନ୍ନ ହୁଅନ୍ତି ସେ ପ୍ରକାର ଶାସ୍ତ୍ର ଆଉ ଜ୍ଞାନ ଅପୂର୍ଣ୍ଣ ରହିଛି ଆପଣଙ୍କର। ଏ କଳିଯୁଗରେ ଜୀବର ଉଦ୍ଧାର ପାଇଁ ଆପଣଙ୍କର ଅବତାର। ଆପଣଙ୍କର ଏ ଅବତାର କାର୍ଯ୍ୟ ଏ ପର୍ଯ୍ୟନ୍ତ ପୂର୍ଣ୍ଣ ହୋଇନାହିଁ। ତେଣୁ ଆପଣଙ୍କ ମନରେ ଅଶାନ୍ତି ଆଉ ମନର ସ୍ଥିତି ପ୍ରଜ୍ଞ ଠିକ୍ ରହୁନାହିଁ, ଆଉ ମନ ବିଚଳିତ ହେଉଛି। ତେବେ ପରମାତ୍ମାଙ୍କ ପ୍ରେମରେ ପାଗଳ ନ ହେବା ପର୍ଯ୍ୟନ୍ତ ଜ୍ଞାନକୁ ଆନନ୍ଦ ମିଳେ ନାହିଁ। ପ୍ରଭୁ ମିଳନ ପାଇଁ ଯିଏ ଆତୁର ନ ହେବ ତାର ଜ୍ଞାନ ବୃଥା। କଳିଯୁଗରେ ଭୋଗୀ ମଣିଷ ଆପଣଙ୍କର ବ୍ରହ୍ମସୂତ୍ରକୁ ବୁଝିପାରିବ ନାହିଁ। ଏ ନାରଦ, ଏ ବ୍ରହ୍ମର୍ଷି, ଏ ବ୍ୟାସଜୀ ମହାପୁରୁଷ, ଆପଣ ଏ କଳିଯୁଗରେ ବିଳାସୀ ମଣିଷ କିପରି ଗହନ ତତ୍ତ୍ୱକୁ ବୁଝିପାରିବ? ଆପଣ ଯୋଗ ତତ୍ତ୍ୱରେ ବହୁତ ଚର୍ଚ୍ଚା କଲେ କିନ୍ତୁ ଭଗବାନଙ୍କ ଲୀଳା କିଛି ବିସ୍ତୃତ କରିନାହାନ୍ତି। ତେଣୁ ହେ ବ୍ୟାସଜୀ ଆପଣ ଯେ ଶ୍ରୀକୃଷ୍ଣଙ୍କର ଲୀଳାକୁ ବିସ୍ତୃତ କରନ୍ତୁ। ତେବେ ନାରଦଙ୍କ କଥାରେ ଭଗବାନ ବ୍ୟାସ ଆଜ୍ଞା ଯେଉଁ ଆମର ଅଷ୍ଟାଦଶ ପୁରାଣ ଭିତରେ ଶ୍ରେଷ୍ଠ ହେଲା ଭାଗବତ, ମହାପୁରାଣ ଶାସ୍ତ୍ର ଭାଗବତକୁ ତେବେ ଭଗବାନ ବ୍ୟାସ ଆଜ୍ଞା ଲେଖିବେ। କିଭଳି ଭାବେ ଲେଖିବେ ତେବେ ଆସନ୍ତାକାଲି ଆମେ ଶ୍ରବଣ କରିବା। ଜୟ ଶ୍ରୀକୃଷ୍ଣ, ଜୟ ଶ୍ରୀକୃଷ୍ଣ, ଜୟ ଶ୍ରୀକୃଷ୍ଣ।